ସୁର ଭାଇ ଜଣେ ଆଦର୍ଶ ରାଜନେତା ଥିଲେ। ବ୍ୟକ୍ତିଗତ ଭାବରେ ମୁଁ ପିଲାଟି ଦିନରୁ ତାଙ୍କ ସହିତ ମିଶିଛି। ଆମ ପରିବାରର ଜଣେ ବଡ଼ ଶୁଭେଚ୍ଛୁ ଥିଲେ। ମୋ ବାପା ସ୍ୱର୍ଗତ ରାଜକିଶୋର ନାୟକ ଯିଏକି ବିଧାୟକ ଥିଲେ ତାଙ୍କର ଏକଦମ ଘନିଷ୍ଠ ବନ୍ଧୁ ଥିଲେ। ଛୁଆ ଦିନୁ ତାଙ୍କୁ ମୁଁ ଦେଖିଛି ଏବଂ ଯାହା କହୁଥିଲେ ତା ଛାତି ଭିତର କଥା ହିଁ ସେ କୁହନ୍ତି। ବିଜୁବାବୁଙ୍କ ସହିତ ଯେତେବେଳେ ସେ ରାଜନୀତି କରୁଥିଲେ କିମ୍ବା ମନ୍ତ୍ରୀ ଥିଲେ ସେ ସମୟରେ ସିଧାସଳଖ କଥା ତାଙ୍କର ଥିଲା ଏବଂ ସାଧାରଣ ଲୋକଙ୍କ ସହିତ ଯେଉଁଭଳି କଥା ଥିଲା ନେତାମାନଙ୍କ ସହିତ ସେଇଭଳି କଥାବାର୍ତ୍ତା ଥିଲା। ତା ଦେହରେ କୌଣସି କୂଟ କପଟ ତାଙ୍କୁ ସ୍ପର୍ଶ କରିନଥିଲା। ତେଣୁ ଜୟପ୍ରକାଶଙ୍କ ଆନ୍ଦୋଳନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନବୀନ ବାବୁଙ୍କ କାର୍ଯ୍ୟଧାରା ପର୍ଯ୍ୟନ୍ତ ସବୁବେଳେ ସିଏ ଗୋଟେ ଖୁଣ୍ଟ ହେଇକରି ଛିଡ଼ା ହେଉଥିଲେ ସମାଜରେ ଆଦର୍ଶ ମଣିଷଙ୍କ ଭାବରେ ଏବଂ ଗାନ୍ଧୀବାଦୀ ଚେତନା ଥିଲା ତାଙ୍କ ଭିତରେ। ଯେତେ କାର୍ଯ୍ୟକ୍ରମ ଆମେ ସବୁ କରିଛୁ ଆମର ଅନୁଷ୍ଠାନ ତରଫରୁ ସୁର ଭାଇଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦ ଥାଏ। ତାଙ୍କ ବିୟୋଗରେ ମୁଁ ବ୍ୟକ୍ତିଗତ ଭାବରେ ଅତ୍ୟନ୍ତ ଦୁଃଖିତ। ଓଡ଼ିଶା ଜଣେ ଭଲ ରାଜନେତାଙ୍କୁ ହରେଇଲା, ଗାନ୍ଧୀବାଦୀ ନେତାଙ୍କୁ ହରେଇଲା ଏବଂ ବ୍ୟକ୍ତିଗତ ଭାବରେ ମୁଁ ଜଣେ ମୋର ଶୁଭେଚ୍ଛୁ ମୋର ମାର୍ଗଦର୍ଶକଙ୍କୁ ହରେଇଲି।